ଏବେ ଖ୍ରୀଷ୍ଟିଆନ ମାନଙ୍କୁ ମାରୁଛନ୍ତି। ସେ ଖ୍ରୀଷ୍ଟିଆନ ମାନେ ଆଗରେ ଏକଲା ଏକଲା 10 ଲୋକ ମାରୁଥିଲେ, ଏବେ ଚୁପି ମାଡ ଖାଉଛନ୍ତି। ଏତିକି ବୁଝିପାରୁଛ କି ନାଇଁ ତମେ? ଦେଖନ୍ତୁ ଆମର ଦେଶର ପରିସ୍ଥିତି ଆମର ଚିନ୍ତା କରିବେ। ଜଣେ ମଦ ପିଇବା ଲୋକ ଗାଁରେ ରହିପାରିବ କି ନାଇଁ? ମଦୁଆ ଗାଁରେ ରହିପାରିବ, ଚୋର ଗାଁରେ ରହିପାରିବ, ସ୍ମଗଲର ରହିପାରିବ, ସେ ହତ୍ୟା କରିବା ଲୋକ ବି ରହିପାରିବ, ସେ ଗଞ୍ଜେଇ ବିକୁ ଗଞ୍ଜେଇ ଖାଉ ମିଶା ରହିପାରିବ, ନାନା କୁକର୍ମ କରିବା ଲୋକ ଗାଁରେ ରହିପାରିବ, କିନ୍ତୁ ଖ୍ରୀଷ୍ଟିଆନ ହେଲେ ଗାଁରେ ରହିପାରିବ ନାଇଁ। କାହିଁକି ରହିପାରିବ ନାହିଁ? କାହିଁକି କିଛି ଲୋକ ଅଛନ୍ତି, ଲୋକ ଭଲ ପଡିବାଟା ତାକୁ ଭଲ ଲାଗୁ ନାହିଁ। ତୁମେ ମଦ ପିଇ ମର, ଜୁଆ ଖେଳି ମର, ବ୍ୟଭିଚାର କରି ମର, ଚୋର ହେଇ ମର, ଡାକୁ ହେଇ ମର, ମାତ୍ର ଖ୍ରୀଷ୍ଟିଆନ ହେବ ନାହିଁ। ତୁମେ ଖ୍ରୀଷ୍ଟିଆନ ହେଲେ ତୁମେ ପରିବର୍ତ୍ତନ ହେଇଯିବ। ମୋର ପ୍ରିୟ ମାନେ, ଆମେ ଯୋଉମାନେ ବସିଛୁ କି ନାହିଁ, ଆମେ କେମିତି ଥିଲୁ? ଆମର କାହାଣୀ କେମିତି ଥିଲା? ଆମର ବିଷୟରେ କହିଲେ କାତାନି, ଗାଇଲେ ଗୀତ ପରା। ଆମର ଘରର ଅବସ୍ଥା ସେମିତି ଥିଲା। ଯଦି ଆମେ ବଦଳିଛୁ, ଯୀଶୁକୁ ପାଇଲାରୁ ଆମେ ବଦଳିଛୁ। ମୋର ପ୍ରିୟ ମାନେ, ଆମେ କେମିତି ଥିଲୁ? ଆମେ କେମିତି ଖାନାର ପରା ଥିଲୁ। ଏବେ ଖ୍ରୀଷ୍ଟିଆନ ମାନଙ୍କୁ ମାରୁଛନ୍ତି। ସେ ଖ୍ରୀଷ୍ଟିଆନ ମାନେ ଆଗରେ ଏକଲା ଏକଲା 10 ଲୋକ ମାରୁଥିଲେ, ଏବେ ଚୁପି ମାଡ ଖାଉଛନ୍ତି। ଏତିକି ବୁଝିପାରୁଛ କି ନାଇଁ ତମେ? ଯଦି ଉମଡାଇବେ, ଯଦି ସେ ମାଣ୍ଡିଆ ଚୋପା ঠেংরি ধরলে বলে গঞ্জেই খাও মদ খাও মানে কেন বলে জানা পড়ব না, জানিবা দরকার না নাই। এই লোক তাকে চোর ଥିଲା, বদমাস ଥିଲା, ଖରାପ ଜୀବନ କାଟୁଥିଲା, ଏବେ ମାରଲେ କାହିଁକି ମାର ଖାଉଛି? এটা কেবল যিশু আকা শিখাই পারবে। আর কে শিখাই পারবো? নাই। মোর প্রিয় মানে, আমার দেশের হিংসা যদি বন্ধ হব, যিশুকে গ্রহণ করলে একা, চোরি যদি বন্ধ হব, ব্যভিচার যদি বন্ধ হব, অসুস্থ জীবন যদি বন্ধ হব, যিশুকে গ্রহণ করলে একা।